ଶ୍ରୀମୟୀ ମାରିଦେଲେ ତୀର ଧ୍ୱଂସ ହୋଇଗଲା ବିଜେଡି ପାଦିଆନଙ୍କୁ ସୋସିଆଲ ମିଡିଆରେ ଧୋଇଦେଲେ ଶ୍ରୀମୟୀ। ପୁଣି ଚର୍ଚ୍ଚାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ। କାହାକୁ ଭଣ୍ଡ ସନ୍ନ୍ୟାସୀ କହିଲେ ତାକୁ ନେଇ ବଢ଼ିଲା ଚର୍ଚ୍ଚା। ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ୱେବ୍ ସିରିଜର ଉଦାହରଣ ଦେଇ ସନ୍ନ୍ୟାସ ଓ ସନ୍ନ୍ୟାସୀର କଥା ଉଠାଇଛନ୍ତି ବିଜେଡି ନେତ୍ରୀ। ଏହାସହ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ସଂଜ୍ଞା ବଦଳି ଯାଇଥିବା କହିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଶ୍ରୀମୟୀ ଲେଖିଛନ୍ତି, ସନ୍ନ୍ୟାସରୁ ସନ୍ନ୍ୟାସୀ ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିବା ବା ସମସ୍ତ ମୋହମାୟା ପ୍ରତି ଦୁର୍ବଳତା ନ ରଖି ବ୍ୟକ୍ତି ବିଶେଷକୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ବା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ। ବର୍ତ୍ତମାନ ଆମ ସମାଜରେ ଏପରି ଆମେ ଅନେକ ଗୁଡ଼ିଏ ଘଟଣା ଦେଖୁଛେ କିମ୍ବା ଶୁଣୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ୱଚ୍ଛନ୍ଦ ପ୍ରତି ଲାଳୟିତ ରହୁଛନ୍ତି, ପର ମୁହୂର୍ତ୍ତରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚିତ ପାଇ ଶିରୋନାମ ମଣ୍ଡନ କରୁଛନ୍ତି। ସନ୍ଥ ସନ୍ନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିର୍ଦ୍ଦେଶନ ଦିଅନ୍ତି। ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକର ଉତ୍ସ ଭଳି। ବୃକ୍ଷତଳେ ବସି ନଦୀର କୂଳେ ଧ୍ୟାନମଗ୍ନ ହୋଇ ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଏ ଯୁଗରେ କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହେଉ। ଏବେ ମଧ୍ୟ କିଛି ସନ୍ନ୍ୟାସୀ ଜନମଙ୍ଗଳ କରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ ନିଜେ ଗାତରେ ପଡ଼ୁଛନ୍ତି। ପୂର୍ବରୁ ଧୃତରାଷ୍ଟ୍ର କହି ତେର୍ଛାବାଣ ମାରିଥିଲେ ଶ୍ରୀମୟୀ। ଏବେ ପୁଣି ସନ୍ନ୍ୟାସ ଓ ସନ୍ନ୍ୟାସୀ କଥା କହି ଓ ଏମିତି ପୋଷ୍ଟ କରି ଶ୍ରୀମୟୀ କାହାକୁ ଟାର୍ଗେଟ କରିଛନ୍ତି ତାକୁ ନେଇ ଚର୍ଚ୍ଚା ବଢ଼ିଛି। ବ୍ୟୁରୋ ରିପୋର୍ଟ, ATV ଓଡ଼ିଶା ଲାଇଭ୍।